ଅଭିଯୁକ୍ତ ତ ଇଏ ହବା ଦରକାର, ଯୋଉ ଫାଶୀ ନିହାତି ହବା ଦରକାର। ଆମେ ସବୁ ଲେଡିଜ ମାନେ ସବୁ ଯାକ ବାହାରିଥିଲୁ, ଜେଣ୍ଟସ ଟୋଟାଲ ହିଁ ହାତ ଦେବେନି। ଲେଡିଜ ତାକୁ ଆଣନ୍ତୁ 10 ମିନିଟ୍ ପାଇଁ ଥାନାରୁ ଆଣନ୍ତୁ, ଆଣିକି ତାକୁ ଛିଡା ତାକୁ ବରଂ ତାକୁ ଆମେ ପଚାରିବୁ। ନହେଲେ ତା ମା କହିଲା ମୁଁ ଜେଲ ଯିବି ବରଂ, ମୁଁ ମରିବି ପଛେ, ମୋ ପୁଅ ମରିଛି ମାନେ ମୁଁ ମରିବି ବରଂ, କିନ୍ତୁ ତା ସିଏ ଯେମିତି ପୁଅର କରିଛି କ୍ଷତି କରିଛି, ମୁଁ ତାର ସେମିତି କ୍ଷତି କରି ତାକୁ ଛାଡିବି। ଆଉ ଏତ କରିବା, ଆଉ ତାପରେ ତାକୁ କେମିତି ଫାଶୀ ତ ସେ ପର କଥା, ଆଗ ଆମେ ଏଇଟା ଯେମିତି କରୁ କାଟିବେ ବୋଲି। ହଁ, ଏଇଟା ତ ସୁନିଶ୍ଚିତ। ଆଉ କଣ ଯେ ଆଉ ପୋଲିସ ଆଜ୍ଞା ସେ ସାଉଣ୍ଡ ବରା କରିବେ ନା, ସେ ଆମ ପାଖକୁ ଆଣିବେ। ସେ କହୁଛନ୍ତି ତ ସୁସୁରି କାଟି ଦେଇଛନ୍ତି, ସୁସୁରି କାଟି ଦେଇଛନ୍ତି ମୁହଁ। ହଁ, ନାହିଁ ତ ଟୋଟାଲ ହିଁ। ଆଉ ହଁ, କାଟି ଦେଇଛନ୍ତି। ଆଉ ତ ପଡିକି ଆଉ ଯାହା ଅବସ୍ଥା ହେଇଛି 6-7 ଦିନ ପଡିକି ପେଟ ଫଟ ମୁହଁ ଫୁହଁ ଆଉ କିଛି ନାହିଁ। ମୋ ନାମ ଦମୟନ୍ତୀ ପୃଷ୍ଟି, ଆମର ରାଜସୁନାଖଳା। ଆଚ୍ଛା, ଯୋଉ ବେଲାଙ୍ଗର ଯୋଉ ଆଶୀର୍ବାଦ ପିଲାଟି ଯୋଉ ମୃତ୍ୟୁବରଣ କରିଛି, ଯାହାକୁ ହତ୍ୟା କରାଯାଇଛି, ଆପଣ ତାଙ୍କର କଣ ହେବେ? ପିଇସି ନାନୀ ହେବି। ପିଇସି ନେବେ। ତ ଆପଣ କେତେବେଳେ ଏଇ ଘଟଣା ଜାଣିବାକୁ ପାଇଲେ? ଆମେ ଜାଣିଲୁ ତା ପରଦିନ, ମାନେ ଆଜି ସନ୍ଧ୍ୟା ସୁଦ୍ଧା ହେଲା। ତା ପରଦିନ 10ଟା ବେଳକୁ ଆମେ ଜାଣିଲୁ। 10ଟା ବେଳକୁ ଜାଣିଲା, ଆସିକି 10ଟା ବେଳକୁ ଆସିକି ପହଞ୍ଚିଲା, ଆସିକି ଏତେ ବାଟ 1 ଟାଇମ ହେଲାଣି। ଆଚ୍ଛା, ସମସ୍ତେ ଆଶା କରିଥିଲେ ପୁଅ କୁଆଡେ ହଜି ଯାଇଛି। ହଁ, କିଏ କିଡନାପ କରିକି, କିନ୍ତୁ ଆମେ କିନ୍ତୁ ସନ୍ଦେହ କରୁଥିଲୁ ଯେ ପୁରା କିନ୍ତୁ ଏଇଠି ହିଁ ଅଛି। ମାନେ 10-15 ମିନିଟ୍ ଭିତରେ ପିଲା ଗ୍ୟାପ ହେଇଛି, ଖୋଜା ହେଇଛି, ମାନେ ଅଧଘଣ୍ଟେ ଭିତରେ ହଉ ଘଣ୍ଟେ ଭିତରେ ହଉ ଖୋଜା ହେଇଛି, ମାନେ ଚାରିଆଡେ ଯାକ ଘେରେଇ କରିଦେଲେ, ଯିବ କୁଆଡେ, କିଏ ନେଇକି ପିଲାକୁ ଯିବେ କୁଆଡେ କେମିତି? ଆଶା କରୁଥିଲେ ଯେତେବେଳେ ମିଳିବ ଜୀବନ୍ତ ଅବସ୍ଥାରେ ହିଁ ମିଳିବ। ହଁ, ଯେତେବେଳେ ମିଳିବ, କିଏ ନେଇକି ରଖିଛି କି, ଯଦି କି ସେ ଯାଉଛି ବାହାରକୁ ପିଲା, ଯଦି କିଏ କିଡନାପ କରିଛି, ନେଇକି କିଡନାପ କରିଛି, କଣ କିଛି ଟଙ୍କା ପଇସା ଦାବି କରିବ, କଣ କରିବ, ଆଣି ଛାଡିବ ଭଲରେ। ଆଉ ଏମିତି ହବ ବୋଲି କେହି ବିଶ୍ୱାସ ଆମେ କରିନଥିଲୁ ଆଜ୍ଞା। ଆମେ ତ ନଥିଲୁ ଆଜ୍ଞା, ଆମେ ସକାଳେ ଆସି ପହଞ୍ଚିଲୁ। ଯେତେବେଳେ ଗୋଟେ 11 ବର୍ଷର ପିଲା ଗୋଟେ ଲାଟ୍ରିନ୍ ଟାଙ୍କିରେ ମୃତ୍ୟୁବରଣ ଅବସ୍ଥାରେ ତା ବଡି ପଡିଛି, ଏଟା କେମିତି ଆପଣ କେମିତି କଣ ଫିଲ୍ କଲେ ଯେତେବେଳେ ଗୋଟେ ନୃଶଂସ ଭାବେ ହତ୍ୟା କରାଯାଇଛି? ନୃଶଂସ ହତ୍ୟା କଥା ସେଇଟା ଆମେ ତ ଜାଣିବୁ, କହିପାରିବୁନି ସେ କଣ ଉଦ୍ଦେଶ୍ୟରେ କଣ ନେଇକି। ସବୁ ଭଲ, ତାଙ୍କ ପରିବାର ପ୍ରତି ତାଙ୍କର ଭଲ, ଗଣ୍ଡଗୋଳ ନାହିଁ। ତାଙ୍କର ବି ଗଣ୍ଡଗୋଳିଆ ପରିବାର ନୁହଁ, ସବୁ ଭଲ। ପିଲା ବି ତାଙ୍କ ସାଙ୍ଗେ ଖେଳେ ବୁଲେ, ସବୁ କରେ। ସେଇ ଯୋଉ ଅଭିଯୁକ୍ତଙ୍କ ସହିତ ପିଲା ବି ଖେଳେ? ହଁ, ସେ ଅଭିଯୁକ୍ତ ଗାଁରେ ରୁହନ୍ତି? ଗାଁରେ, ତାଙ୍କ ଏଇଠି ଘର ସାମ୍ନା ଘର। କୁଆଡେ ବିକି ଦେଇଛନ୍ତି? ସେ ଏଇଟା ସିନା ବିକି ଦେଇଛନ୍ତି, ଆରପଟ ଘରଟା ଅଛି, ଆରପଟ ଘରଟା ଅଛି। ତା 3 ଦିନ 4 ଦିନ ପୂର୍ବରୁ କହିବା କଥା, ତା ପିଲା ସ୍ତ୍ରୀକି ନେଇ କୁଆଡେ ଛାଡି ଦେଇକି ଆସିଛି। ସେଇଦିନ ଅଭିଯୁକ୍ତ ସେଇ କାମ କରିବ ବୋଲି ଜାଣି ଶୁଣି ତା ପିଲା ସ୍ତ୍ରୀ କୁଆଡେ ଛାଡି ଦେଇକି ପଳେଇ ଆସିଛି। ଛାଡି କହୁଛନ୍ତି, କହିବା କଥା ଆମେ ଶୁଣିବା, ଆମେ ତ ଗାଁର ନୁହେଁ ନା। କହୁଛନ୍ତି ଯେ ନେଇକିରି ଛାଡି ଦେଇକି ଆସିଛନ୍ତି। ଆଉ ଛାଡି ଦେଇକି ଆସିକିରି ତା ପରଦିନ, ଯୋଉ ଦିନ ବି ଏଇ ଘଟଣା ହେଇଛି, ସିଏ ତା ସାଙ୍ଗେ ଖେଳିଛି। ହଁ, ସିଏ ହଁ ହଁ, ତାକୁ ବହୁତ ପିଲା, ଯୋଉ ଛୋଟ ଛୋଟ ପିଲାମାନେ ସବୁ ବ୍ୟାଟ ବଲ ଖେଳୁଥିଲେ, ସେମାନେ ସବୁ କହିଲେ ତାକୁ ଖେଳିଛି, ଗେଲ କରିଛି, ସବୁ ମାନେ କୋଳି କାକେଇ ଯେମିତି ପୁରା ନିଜର ଲେହା ଇଏ କରିଛି। ଆପଣଙ୍କ ଅନ୍ୟ ଗ୍ରାମବାସୀ ମାନଙ୍କର ଯେତେବେଳେ ବାଇଟ୍ ନଉଥିଲୁ, ତ ଅନେକ ଲୋକ କହିଲେ ସେ ଯୋଉ ଅଭିଯୁକ୍ତ ଯିଏ ଅଛନ୍ତି, ତାଙ୍କର କୁଆଡେ ଟିକେ ଲାଳୁଆ ଦୋଷ ବା ଟିକେ ସେଇଟା କହୁଛନ୍ତି ସମସ୍ତେ କହୁଛନ୍ତି। ଆମେ ଜାଣିନୁ ତ, ଆମେ ତ ଅନ୍ୟ ଗାଁରେ, ଆମେ କେହି ଜାଣିନୁ, କିନ୍ତୁ କହୁଛନ୍ତି ସେଇଟା ଅଛି। ଯେତେବେଳେ ଗାଁ ଲୋକ ଜାଣିଥିଲେ ଲୋକଟା ଖରାପ, କ୍ୟାରେକ୍ଟର ଖରାପ, ତାଙ୍କୁ ବିରୋଧ କରୁନଥିଲେ। ସେଥିରେ ସେଇଆ ତ, କଣ ପାଇଁ ବିରୋଧ କରୁନଥିଲେ? ସେମାନେ ଜାଣିଥିବେ ଗାଁବାସୀ, ଆମେ ତ ଗାଁର ନୁହେଁ ନା। ତ ଏବେ ଯୋଉ ମୃତ ଅବସ୍ଥା ଉଦ୍ଧାର କରାଯାଇଛି, କୋଉ ଅବସ୍ଥାରେ ଉଦ୍ଧାର କରାଯାଇଛି ଆପଣ ଦେଖିଛନ୍ତି? ନା ନା, ଆମେ ଆସିଲେ କଣ କଣ ଘଟିଛି ତା ପୂର୍ବରୁ, ମରିବା ପୂର୍ବରୁ, ତାକୁ ହତ୍ୟା କରିବା ପୂର୍ବରୁ ତା ସହିତ କଣ କଣ ସବୁ କରିଛି ସେ ଅଭିଯୁକ୍ତ? ସେ କହୁଛନ୍ତି ତା ସୁସୁରି କାଟି ଦେଇଛନ୍ତି, ସୁସୁରି କାଟି ଦେଇଛନ୍ତି, ମୁହଁ ଅଲଗା କରିଦେଇଛନ୍ତି। ହଁ, ନାହିଁ ତ ଟୋଟାଲ ହିଁ। ଆଉ ହଁ, କାଟି ଦେଇଛନ୍ତି। ଆଉ ତ ପଡିକି ଆଉ ଯାହା ଅବସ୍ଥା ହେଇଛି, 6-7 ଦିନ ପଡିକି ପେଟ ଫଟ ମୁହଁ ଫୁହଁ ଆଉ କିଛି ନାହିଁ। ଆଚ୍ଛା, ତ ଆପଣ ଏବେ କଣ ଦାବି କରୁଛନ୍ତି? ମାନେ ପୋଲିସ ତ ଆପଣଙ୍କୁ ହଇରାଣ କରିଛି ବୋଲି ପୋଲିସ ଅବହେଳା ଲାଗି ଏତକ ସବୁ ହେଲା। ଅବହେଳା ଲାଗି ସିଏ ତ କେତେ ଆସିବେ, ସେଇ ବରଗଛ କହୁଛନ୍ତି, ତାଙ୍କର ସବୁ ଆସିବେ, ବରଗଛ ଛିଡା ହେବେ, ଯିବେ। ତାକୁ ଚାହିଁଲେ ଯଦି ଇନକ୍ୱାରି କରିଥାନ୍ତେ, ଯାହା କିଛି ହେଇଥାନ୍ତା। ସେଥିଲାଗି କେଡେ କେଡେ କେସ୍ ଆଜ୍ଞା ହେଇଯାଉଛି ଯେ, 1 ଘଣ୍ଟା 2 ଘଣ୍ଟା 2 ଦିନ ଭିତରେ ସବୁ ଜଣା ପଡି ଯାଉଛି। ଏଇଟା 6 ଦିନ ହେଲେ ଏମିତି କି ଘଟଣା? 6 ଦିନ ତା ସୁରାଗ ବି ପୋଲିସ ପାଇଲାନି। 6 ଦିନ ଟାଙ୍କିରେ ପଡିଥିଲା, ଗନ୍ଧ ଗ୍ୟାସ ହେଇଛି। ଏଠି ଗୋଟେ ଘର ପରିବାର ହେଇଠି ଚଳୁଛନ୍ତି, ତ ଗ୍ୟାସ ହେଇଥାନ୍ତା ନାହିଁ। ମାନେ ସେ ଯୋଉ ଟାଙ୍କିରେ ପଡିଛି, ସେ ଟାଙ୍କିରେ ବି ପରିବାର ଚଳୁଥିଲେ? ନାଇଁ, ହଁ, ସେପଟେ ଯେ ସେ ନଥିଲେ କହୁଛନ୍ତି, ଭୁବନେଶ୍ୱର ଯାଇଥିଲେ, ଦେହ ଖରାପ ନଥିଲେ।
ଆଚ୍ଛା ଏବେ ସମସ୍ତେ ଗାଁବାସୀ ଆପଣ ତାଙ୍କର ପିଇସି ବି ହେବେ କଣ ଚାହୁଁଛନ୍ତି ମାନେ ଅଭିଯୁକ୍ତ କି ଭଳିଆ ଦଣ୍ଡ ମିଳିବା ଦରକାର? ଅଭିଯୁକ୍ତ ତ ଇଏ ହବା ଦରକାର, ଏଇ ଯୋଉ ଫାଶୀ ନିହାତି ହବା ଦରକାର। ଆମେ ସବୁ ଲେଡିଜ ମାନେ ସବୁ ଯାକ ବାହାରିଥିଲୁ, ଜେଣ୍ଟସ ଟୋଟାଲ ହିଁ ହାତ ଦେବେନି। ଲେଡିଜ ତାଙ୍କୁ ଆଣନ୍ତୁ 10 ମିନିଟ୍ ପାଇଁ ଥାନାରୁ ଆଣନ୍ତୁ, ଆଣିକି ତାକୁ ଛିଡା ତାକୁ ବରଂ ତାଙ୍କୁ ଆମେ ପଚାରିବୁ। ନହେଲେ ତା ମା କହିଲା ମୁଁ ଜେଲ ଯିବି ବରଂ, ମୁଁ ମରିବି ପଛେ, ମୋ ପୁଅ ମରିଛି ମାନେ ମୁଁ ମରିବି ବରଂ, କିନ୍ତୁ ତା ସିଏ ଯେମିତି ପୁଅର କରିଛି କ୍ଷତି କରିଛି, ମୁଁ ତାର ସେମିତି କ୍ଷତି କରି ତାକୁ ଛାଡ଼ିବି। ଆଉ ଏତକ କରିବା, ଆଉ ତାପରେ ତାକୁ କେମିତି ଫାଶୀ ଫାଶୀ ତ ସେ ପର କଥା, ଆଗ ଆମେ ଏଇଟା ଯେମିତି କରୁ ବାଡେଇକି ତାକୁ ତାରି ମଧ୍ୟ ଗୁପ୍ତାଙ୍ଗ କାଟିବେ ବୋଲି କାଟିବେ ଜଣେ ବୋଲି। ହଁ, ଏଇଟା ତ ସୁନିଶ୍ଚିତ। ଆଉ କଣ ଯେ ଆଉ ପୋଲିସ ଆଜ୍ଞା ସେ ସାଉଣ୍ଡ ବରା କରିବେ ନା, ସେ ଆମ ପାଖକୁ ଆଣିବେ ଏଟାକୁ। ନହେଲେ ଏଇଟା ତାକୁ ଶାସ୍ତି କିନ୍ତୁ ଦବାର ଅଛି, କାହିଁକି ନା ବେଳକୁ ସିଏ ଆଜି ଗଲା, ତା ଦେଖାন্তର ଆଉ ଲୋକ ବାହାରିବେ। ସେମିତି ପିଲାମାନେ ଦୁନିଆ ଯାକ ପିଲାମାନେ ମା ବାପା ଛାଡି ଦଉଛନ୍ତି ସ୍କୁଲ ଆଉ ଟିଉସନ। ଗୋଟେ ବଡ ପ୍ରଶ୍ନ ଉଠୁଛି, ଯଦି ଛୋଟ ପିଲାଙ୍କୁ ଏମିତି ଗାଁରେ ଏମିତି କିଡନାପ କରି ନେଇକି ରେପ୍ କରିକି, ପୂର୍ବରୁ ଆମେ ଶୁଣୁଥିଲେ ଝିଅ ମାନଙ୍କୁ ରେପ୍ କରିଦେଇକି ହଁ, ମାରିଦେଲେ, ଗୋଟେ ଛୋଟ ପୁଅଟାକୁ ପୁଣି ମାରିଦେଲେ, ସେ ତ ଆଗାମୀ ଦିନରେ ମାନେ ପୁଅ ମାନଙ୍କୁ ବା ଛୋଟ ପିଲାଙ୍କୁ ଗାଁରେ ଆପଣଙ୍କର ଛାଡିବା ପାଇଁ ଡର ଲାଗିବନି ଗୋଟେ? ଭୟ ତ ହେଇଗଲା ଆଜ୍ଞା, ସବୁ ଭୟ ହେଇଗଲା। ଏ ଗାଁ ବୋଲି ନୁହଁ, ସବୁ ଗାଁ ମାନଙ୍କୁ ଭୟ ହେଇଗଲା। ଏ ଓଡିଶା ସାରା ହିଁ ଭୟ ହେଇଗଲା, ଖାଲି ଏଇ ଗାଁ ପିଲାମାନଙ୍କୁ ନୁହଁ। ଆମର ବି ଛୋଟ ଛୋଟ ପିଲା ଅଛନ୍ତି, ସବୁ ବାହାରକୁ ସ୍କୁଲ ଯାଉଛନ୍ତି, କାହାର ବଣ ଜଙ୍ଗଲ ଅଛି। ସମସ୍ତଙ୍କର ବି ଗାଁ ଗାଁ ନାହିଁ କି ଟାଉନରେ ସମସ୍ତେ ନାହାନ୍ତି, ସମସ୍ତେ ବି ମଫସଲରେ ବି ଲୋକ ଅଛନ୍ତି। ଏ ଭୟ ତ ପୁରା ଭାବରେ ସାର ହେଇଗଲା। ଆଉ ଏମିତି କି କେହି ପିଲା ଗୋଟେ ସାହସ କରିକି ଛାଡିବେ ସତ, କିନ୍ତୁ ଭୟ ରହେ ମା ବାପା ମାଙ୍କ ଉପରେ।